ନମସ୍କାର ସାଙ୍ଗମାନେ, ଆଶା କରୁଛି ଆପଣ ମାନେ ବହୁତ ଭଲରେ ଅଛନ୍ତି। ମୁଁ ଆଜି ଆପଣଙ୍କୁ ବତେଇବାକୁ ଚାହୁଁଛି କି ଆମେ ବହୁତ ସାରା ୟୁଟ୍ୟୁବ ଭିଡିଓ ତ ଦେଖୁଛୁ କି ଲ ଅଫ୍ ଆଟ୍ରାକ୍ସନ ରେ କଣ ଟେକ୍ନିକ କଲେ ଆମର ଡିଜାୟାର ମ୍ୟାନିଫେଷ୍ଟ ହେବ, କିନ୍ତୁ ମୁଁ ଆପଣଙ୍କୁ ଆଜିର ଭିଡିଓରେ ବତେଇବି କି ଲ ଅଫ୍ ଆଟ୍ରାକ୍ସନ କୁ ଆମେ କୋଉଠୁ ଆରମ୍ଭ କରିବା, ଷ୍ଟାର୍ଟ କରିବା। ତ ବହୁତ ଗୁଡେ ଟେକ୍ନିକ ତ ଆମକୁ କୁହାଯାଏ କି ଏଇ ଡିଜାୟାର ପାଇଁ କି ଆପଣ 369 ଟେକ୍ନିକ କରନ୍ତୁ, 555 ଟେକ୍ନିକ କରନ୍ତୁ, 333 ଟେକ୍ନିକ କରନ୍ତୁ, ୱାଟର ଟେକ୍ନିକ କରନ୍ତୁ, ଏମିତି ବହୁତ ଗୁଡେ ଟେକ୍ନିକ ଅଛି। ତ ମୁଁ ଆପଣଙ୍କୁ କହୁଛି ପ୍ରପର କୋଉଠୁ ଲ ଅଫ୍ ଆଟ୍ରାକ୍ସନ କୁ ଆମେ ଷ୍ଟାର୍ଟ କରିବା। ଷ୍ଟାର୍ଟ କରିବାର କିଛି ନା କୌଣସି ଜିନିଷର କିଛି ନା କିଛି ଷ୍ଟାର୍ଟିଂ ପଏଣ୍ଟ ତ ଥାଏ ନା, କି ଆମେ କୋଉଠୁ ଷ୍ଟାର୍ଟ କଲେ ଆମକୁ ଆମର ଡିଜାୟାର ମ୍ୟାନିଫେଷ୍ଟ ହବ। ତ ମୁଁ ଆଜିର ଭିଡିଓରେ ଆପଣଙ୍କୁ ବତେଇବି। ତ ଫାର୍ଷ୍ଟ ଆପଣ କଣ କରିପାରିବେ, 30 days ର ଗୋଟେ ଚ୍ୟାଲେଞ୍ଜ ନେଇଯିବେ, ଯୋଉଥିରେ କି ଆପଣଙ୍କୁ ମେଡିଟେସନ କରିବାକୁ ପଡିବ। ଯଦି ଆପଣ ମେଡିଟେସନ କରିପାରୁଛନ୍ତି ତାହେଲେ ଆପଣ ମେଡିଟେସନ ରୁ ଷ୍ଟାର୍ଟ କରିପାରିବେ। ଆପଣ 5 ମିନିଟ ରୁ କରିପାରନ୍ତି କି 10 ମିନିଟ ରୁ କରିପାରନ୍ତି, ଆପଣଙ୍କ ସୁଇଟେବଲ ଟାଇମ ହିସାବରେ କରନ୍ତୁ। ଆପଣ କେତେ ଡେରି କରିପାରିବେ, 5 ମିନିଟ କରିପାରନ୍ତି, 10 ମିନିଟ କରିପାରନ୍ତି, 15 ମିନିଟ କରିପାରନ୍ତି, କିନ୍ତୁ ଚେଷ୍ଟା କରନ୍ତୁ କି ଆପଣ ମେଡିଟେସନ କରନ୍ତୁ। ଅଧିକ ନହେଲେ ବି ଆପଣ 2-3 ମିନିଟ ପାଇଁ ବି ବସିପାରିବେ। ଆପଣ ଯଦି ଯଦି ଆପଣଙ୍କୁ ଷ୍ଟାର୍ଟିଂ ରେ ଟିକେ ପ୍ରୋବ୍ଲେମ ହଉଛି, ତାହେଲେ ଆପଣ 2-3 ମିନିଟ ରୁ ବି ଷ୍ଟାର୍ଟ କରିପାରିବେ। ଆଉ ଲ ଅଫ୍ ଆଟ୍ରାକ୍ସନ ମୁଁ ଯଦି କହିବାକୁ ଗଲେ, ତାହେଲେ ମେଡିଟେସନ ବହୁତ ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରେ। କାରଣ ନା ଆପଣ ମେଡିଟେସନ ଦ୍ଵାରା କଣ ହବ ନା, ଆପଣ ଫୋକସ ହେଇପାରିବେ। ଆକ୍ଚୁଆଲି ଆମର ଯୋଉ ଦିନସାରାରେ ଯୋଉ 60,000 ଚିନ୍ତା କିମ୍ବା ଥଟ୍ସ ଆମର ଚାଲେ ମୁଣ୍ଡରେ, ତ ସେଇଟା ଟିକେ କମ ହବ। ଆପଣ ସେଠୁ ଜାଣିପାରିବେ, ଫୋକସ ହେଇପାରିବେ କି ମୁଁ କେମିତିକା ଚିନ୍ତା କରୁଛି, ଭଲ ଚିନ୍ତା କରୁଛି, ମନ୍ଦ ଚିନ୍ତା କରୁଛି, ଆପଣ ଜାଣିପାରିବେ। ତ ମେଡିଟେସନ ଆମକୁ ସେଇଥିପାଇଁ ହେଲ୍ପ କରେ। ତ ମେଡିଟେସନ କରନ୍ତୁ। ଆଉ 30 ଦିନ ଯାକ ଆପଣ ଯେକୌଣସି ମତଲବ କି ମୁଁ କଣ କହିବି, ଯେମିତି ହେଲା କି ନ୍ୟୁଜ ଦେଖନ୍ତୁନି, ସିରିଏଲ ଦେଖନ୍ତୁନି, ଯୋଉ କୁହନ୍ତିନି ସାସ୍ ବହୁ ସାଜିଶ, ସିଏ ଦେଖନ୍ତୁନି। ତାପରେ ମୁଁ କହିବି କ୍ରାଇମ ଶୋ ଦେଖନ୍ତୁନି। ଏମିତି କିଛି ଜିନିଷ ଯୋଉଟା କି ଆମକୁ ମାନେ କି ଭଲ ଦେଖଉନାହାନ୍ତି। ଯେମିତି କି କ୍ରାଇମ ଦେଖଉଛନ୍ତି, କାହାର ଘରେ ଝଗଡା ହଉଛି ସେଇଟା ଦେଖଉଛନ୍ତି, କି ବହୁତ ଗୁଡେ ଜିନିଷ ଦୁର୍ଘଟଣା ଦେଖଉଛନ୍ତି, ମର୍ଡର ଦେଖଉଛନ୍ତି। ଆପଣ ଏଗୁଡାକୁ ଦେଖନ୍ତୁନି, କାରଣ ଆମର ଯୋଉ ଛୋଟ ବେଳୁ ଆମେ ଏବେ ଯୋଉ ଆପଣଙ୍କୁ ଯେତିକି ବି ବୟସ ହେଇଥିବ, ଏତିକି ଭିତରେ ଆମର ମାଇଣ୍ଡ ନା ପ୍ରୋଗ୍ରାମ ହେଇଯାଇଛି ନେଗେଟିଭିଟିକୁ ନେଇକି। ତ ଆପଣଙ୍କୁ ସେଇ ଜିନିଷକୁ ଚେଞ୍ଜ କରିବାକୁ ପଡିବ। ଏଇ 30 ଦିନରେ ଚେଷ୍ଟା କରନ୍ତୁ କି ଆପଣ କମ ସେ କମ ଇନଫରମେସନ ନିଅନ୍ତୁ। ଚାହେ ନ୍ୟୁଜ ଦ୍ଵାରା ହେଇପାରୁ, କି ନ୍ୟୁଜ ପେପର ଦ୍ଵାରା ହେଇପାରୁ, କି ସୋସିଆଲ ମିଡିଆ ଦ୍ଵାରା ହେଇପାରୁ। ଆପଣ ବହୁତ ଚେଷ୍ଟା କରନ୍ତୁ କି କମ ସେ କମ ନଲେଜ ଆପଣ ନିଅନ୍ତୁ। ଯେତିକି ଆପଣ ଆଭଏଡ କରିବେ, ଆପଣ ଯୋଉ ସବକନସିୟସ ମାଇଣ୍ଡ ପ୍ରୋଗ୍ରାମ ହେଇଛି ମନ୍ଦ କଥାକୁ ନେଇକି, ସେଇ ଜିନିଷଟା ଆଉ ହେଇପାରିବନି। ଆଉ ଏତିକି କରନ୍ତୁ। ଆଉ ମୁଁ କହିବି 30 ଦିନ ଆପଣ ଖୁସି ରହିବାକୁ ଚେଷ୍ଟା କରନ୍ତୁ, ଅଧିକରୁ ଅଧିକ ଖୁସି। ଆମେ କଣ କରନ୍ତି ନା, ଆମେ କଣ କରୁନା, ଆମେ କରୁ ଯେ ଏଇ ଜିନିଷଟା ମୋ ଲାଇଫରେ ଆସିଯାଉ, ଆପଣଙ୍କୁ ଯାହା ବି ଡିଜାୟାର ଥିବ, ଏଇ ଜିନିଷଟା ମୋ ଲାଇଫକୁ ଆସିଯାଉ, ତାପରେ ମୁଁ ଖୁସି ହେବି। କିନ୍ତୁ ଆପଣଙ୍କୁ ପ୍ରଥମେ ଖୁସି ହେବାକୁ ପଡିବ, ତେବେ ଯାଇକି ସେ ଜିନିଷଟା ଆସିବ। ଲ ଅଫ୍ ଆଟ୍ରାକ୍ସନ ଆମକୁ ସିମ୍ପଲ ଗୋଟେ ଜିନିଷ କହେ କି ଆପଣ ପ୍ରଥମେ ଖୁସି ହୁଅନ୍ତୁ, ତାପରେ ଆପଣ ଯାହା ଚାହୁଁଛନ୍ତି ଆପଣଙ୍କ ଜୀବନରେ ଆସିବ। ତ ଆପଣ ଚେଷ୍ଟା କରନ୍ତୁ ଖୁସି ହେବାକୁ, ଅଧିକରୁ ଅଧିକ ସମୟ ଖୁସିରେ ରୁହନ୍ତୁ। ଆମ ମଣିଷ ଏମିତି ହେଇଯାଇଛୁ କି ଆମେ ଅଧିକାଂଶ ସମୟ କିଛି କଥା ଥାଉ କି ନଥାଉ, ଆମେ ସବୁବେଳେ ମାନେ କି ମନ ଦୁଃଖ ହେଇକି ବସିଥାଉ, କି ମନ ଭଲ ଲାଗୁନି, ଏମିତି ଷୋଳେ ଲାଗୁଛି। ଆମର ଏବେ ହ୍ୟୁମାନ ନେଚର ହେଇଯାଇଛି। ତ ଆପଣଙ୍କୁ ଏଇ ଜିନିଷଟା କରିବାକୁ ପଡେ। ଆପଣ ଖୁସି ରହିବାକୁ ଆପଣ କିଛି ବି କରିପାରନ୍ତି, ଆପଣଙ୍କୁ ଯାହା ବି ପସନ୍ଦ ସେୟା କରିପାରନ୍ତି। ଆପଣ ଡ୍ୟାନ୍ସ କରିପାରନ୍ତି, ନାଚି ପାରନ୍ତି, ଗୀତ ଗାଇ ପାରନ୍ତି, ଗାର୍ଡେନିଂ କରିପାରନ୍ତି, ବହୁତ ଗୁଡେ ଜିନିଷ, କମେଡି ଫିଲ୍ମ ଦେଖନ୍ତୁ, କମେଡି ରିଲ ଦେଖନ୍ତୁ। ତ ଆପଣ ନିଜକୁ କେତେ ଖୁସି ରଖିପାରିବେ ସେଇଟା ହଉଛି ଇମ୍ପୋର୍ଟାଣ୍ଟ। ଆଉ ଗୋଟେ କଥା ହଉଛି କି ଆପଣ ଏଇ 30 ଦିନରେ କଣ କରିପାରନ୍ତି, ଆପଣ କମ୍ପ୍ଲେନ କରିବେନି।
ଆମ ଲାଇଫରେ ଏବେ କଣ ହେଇଛି ନା ଆମେ ବହୁତ କମ୍ପ୍ଲେନ କରୁ, ମୋ ସହିତ ଏଇଆ ହେଇଗଲା, ସିଏ ମୋ ସହିତ ଏଇଆ କରିଦେଲା, ସେଇଆ କରିଦେଲା, ଏଇଟା ହଉନି ସେଇଟା ହଉନି, ଆମେ ବହୁତ କମ୍ପ୍ଲେନିଂ କରୁ। ତ ଆପଣଙ୍କୁ 30 ଦିନ ଯାଏଁ ନୋ କମ୍ପ୍ଲେନ, କିଛି ବି ଆପଣଙ୍କୁ କମ୍ପ୍ଲେନ କରିବାକୁ ଯେମିତି ନ ପଡୁ, ଆପଣ କମ୍ପ୍ଲେନ କରନ୍ତୁନି। ଆପଣ ଯାହା ବି ଦେଖାଯାଉ, ମୁଁ ଜାଣିଛି ଲାଇଫରେ ବହୁତ ଗୁଡେ ଏମିତି ହୁଏ କି ଆମ ସିଚୁଏସନ ହିସାବରେ ହୁଏନି, ଆମକୁ କେତେବେଳେ ଆମେ ରାଗି ଯାଉ, କେତେବେଳେ ଆମେ କମ୍ପ୍ଲେନ କରୁ, କିନ୍ତୁ ଆପଣଙ୍କୁ ଏଇଟା ଆଭଏଡ କରିବାକୁ ପଡେ। ଆପଣ ଯେତିକି ଅଧିକ କମ୍ପ୍ଲେନ ନ କରିବେ ସେତିକି ଭଲ। ଆଉ ଗସିପ କରିବା ବନ୍ଦ କରନ୍ତୁ, ମାନେ କି କାହା ବିଷୟରେ ଚୁଗଲି ନେଇକି କାହାକୁ ମାନେ କି କାହା ବିଷୟରେ ଖରାପ ମନ୍ଦ କଥା କହିବା, ଏଇ ସବୁ ଜିନିଷକୁ ବନ୍ଦ କରିଦିଅନ୍ତୁ। ତ ଲ ଅଫ ଆଟ୍ରାକ୍ସନ ସିମ୍ପଲ ଏଇ କଥା କହେ କି ଆପଣ ଭିତରେ ଯାହା ଚିନ୍ତା କରୁଛନ୍ତି ବାହାରେ ସେୟା ହବ। ତ ଆପଣ ଯଦି ଭିତରେ ଯଦି ଭଲ ଚିନ୍ତା କରିବେ ତ ବାହାର ଦୁନିଆରେ ସେଇ ଜିନିଷ ହବ। ଯଦି ଭିତରେ ଦୁନିଆରେ ଆପଣ ଭଲ ଚିନ୍ତା ରଖନ୍ତି ତାହେଲେ ବାହାରିଆ ଦୁନିଆରେ ସେୟା ହବ, ଭଲ ହବ। ତ ସେଇ ଯୋଗୁ ମୁଁ କହୁଛି କି ଆପଣ ଏଇ ଜିନିଷକୁ ଫଲୋ କରନ୍ତୁ। ଆପଣ 30 ଦିନ ଯଦି ଫଲୋ କରନ୍ତି, କାରଣ ଯେ କୌଣସି ଜିନିଷକୁ ବି ଆପଣ 21 ଡେଜ କିମ୍ବା 30 ଡେଜ ର ଆପଣ ଚ୍ୟାଲେଞ୍ଜ ନେବେ, ଆଉ ଯୋଉ ଜିନିଷ ଆପଣ କଣ୍ଟିନ୍ୟୁ ଜିନିଷ ମାନେ କି 21 ଦିନ କି 30 ଦିନ କରିବେ, ତ ସେଟା ଗୋଟେ ମଣିଷର ହ୍ୟାବିଟ ବନିଯିବ, ରୁଟିନ ବନିଯିବ। ତ ଏଇଆ ହଉଛି କଥା। ତ ଷ୍ଟାର୍ଟିଂରେ ଆପଣଙ୍କୁ ଏଇ ଜିନିଷ ଧ୍ୟାନ ଦେବା ପାଇଁ ପଡିବ। ମୁଁ ଯାହା ବି କହିଛି ଏ ଭିଡିଓରେ ତାକୁ ଆପ୍ଲାଏ କରନ୍ତୁ। ଆଉ 30 ଦିନ ପରେ ଆପଣ କେବେ ଚ୍ୟାଲେଞ୍ଜ ନଉଛନ୍ତି ମତେ ସେଇଟା ବି କୁହନ୍ତୁ, କେବେଠୁ ନଉଛନ୍ତି, ଆଜିଠୁ ନଉଛନ୍ତି କି କାଲିଠୁ ନଉଛନ୍ତି। ଆଉ 30 ଦିନ ପରେ ମତେ ଆପଣ ଆସିକି ଏଇ ଭିଡିଓ ତଳେ ମତେ କମେଣ୍ଟ କରିକି ଯିବେ କି ଆପଣ ବି କେମିତି ଫିଲ୍ କରୁଛନ୍ତି। ତ ମୁଁ ଏଇ ଭିଡିଓକୁ ଏଇଠି ରଖୁଛି। ଯଦି ଭିଡିଓଟି ଭଲ ଲାଗୁଛି ତାହେଲେ ଭିଡିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଆଉ ଲୋକଙ୍କୁ ସାଙ୍ଗଙ୍କୁ ଫ୍ୟାମିଲି ମାନଙ୍କୁ ସେୟାର କରନ୍ତୁ। ତ ମୁଁ ରଖୁଛି, ନମସ୍କାର।